ସେଟା ହଜାର ହଜାର ଟ୍ରକ୍ ଆସିବ ତ ଆଳୁ ତ ବନ୍ଦ ହେଇଥିଲା ନା ସବୁ ଆଳୁ ଟ୍ରେନରେ ଆସିବ ଆପଣଙ୍କର ଲରିରେ ଆସିବ। ଜଗନ ବାବୁ ଆପଣ ଯାଇଥିଲେ ମମତା ବାନାର୍ଜୀଙ୍କ ପାଖକୁ ଆପଣ କଣ କଥା ହେଲେ ଆଳୁ ସମ୍ପର୍କରେ? ଆମ ଓଡିଶାକୁ ଆଳୁ ଛାଡ଼ନ୍ତୁ କାହିଁ ବନ୍ଦ ଅଛି କଣ ଅସୁବିଧା ହେଇଗଲା ଆଉ ଓଡିଶା ଲୋକ ତ ଆପଣ ଆଳୁକୁ ପସନ୍ଦ କରନ୍ତି। ଚନ୍ଦ୍ରମୁଖୀ ଆଳୁ ଓଡିଶା ବହୁତ ବିକା ହେଲାଏ ଏବଂ ଆପଣଙ୍କ ଚାଷୀ ମାନେ ବି ଉପକୃତ ହୁଅନ୍ତି। କଣ ହେଲା ଯେ ଆପଣମାନେ ଅଭିମାନ ମାନ ଭିତରେ କଣ ଅସୁବିଧା ହେଇଛି କାହିଁକି ଆଳୁ ଓଡିଶା ଗଲାନି ସେମିତି ମୁଁ ଆପଣଙ୍କୁ ପଚାରୁଛି ଏତେଟା ଅଧିକାର ନେଇ ତଥାପି ମୁଁ ଆପଣଙ୍କ ଉପରେ ଅଧିକାର ଅଛି ପଚାରୁଛି। ସେ ଆପଣଙ୍କୁ ମମତା ବାନାର୍ଜୀ ମ୍ୟାଡାମ ଶୁଣନ୍ତୁ କହିଲେ ଦେଖନ୍ତୁ ଆମ ଜାଗାରେ ଏମାନେ ବହୁତ ରେଟରେ ଆଳୁ ବିକୁଛନ୍ତି ୱେଷ୍ଟବେଙ୍ଗଲରେ। ସେଥିଯୋଗୁଁ ମୁଁ ବନ୍ଦ କଲି ପୁରା ଆମ ଜାଗାରେ ଏଠି ଯେମିତି ଚାଷୀ ଭଲ ହବେ ଅସୁବିଧା କିଛି ହଉନି ତେମେ ଯେତେ ଯେମିତି ରଖିବା ତା ନିୟମ ହିସାବରେ ସେତିକି ଦର ରଖ ତାପରେ ବାହାରକୁ ଆଳୁ ଛାଡ। ଆମ ଜାଗାରେ ବେଶୀ ରେଟ୍ କହିଲେ ସେ ମତେ ସେ କଣ ତାଙ୍କର ଯୋଉ ଅଛି ଆଳୁ ମନ୍ତ୍ରୀ ଯୋଉ ଅଛନ୍ତି ମନ୍ତ୍ରୀ ବେଚାରା ମାନା ସିଏ ତାଙ୍କୁ କହିଲେ ତେମେ ଏଇଟା ଛିଡେଇ ଦିଅ ବସିକିରି ଆମର ଗୁରୁଜୀ ଆସିଛନ୍ତି ପୁରୀ ଏଇଟା ବସିକି ଏମିତି କଣ ଛିଡେଇ ଦିଅ ବେଚାରା ମାନା ବସିକିରି ବହୁତ ବହୁତ ଇଏ କରି ସବୁ ଛିଡା ଛିଡି ସବୁ ହେଇଗଲା ଆଜ୍ଞା। ବହୁତ ଖୁସି ଲାଗିଲା। ଜଗନ ବାବୁ ମନ୍ତ୍ରୀଙ୍କ ସହିତ ଆପଣ ଆଲୋଚନାରେ ରହିଲେ କଣ ସବୁ ଆଲୋଚନା କଲେ ଆପଣ ଆଳୁ ସମ୍ପର୍କରେ ମନ୍ତ୍ରୀଙ୍କୁ କଣ କହିଲେ? ମନ୍ତ୍ରୀ ରେଡି କଥା ହେଇଗଲେ କାଲି ବି ମିଡିଆ ମୁଁ ଯାଇ ପୁରୀରେ ପହଞ୍ଚିଲି ମନ୍ତ୍ରୀ କି ଆମ ମିଡିଆ ମାନଙ୍କ ସାଙ୍ଗେ ସବୁ କଥାବାର୍ତ୍ତା କରିଦେଲି। ଯେତେ ଜଣ ମିଡିଆ ଆସିଥିଲେ ଆମ ଘରକୁ ସମସ୍ତଙ୍କ ସାଙ୍ଗେ ମନ୍ତ୍ରୀ କଥା ହେଲେ ସ୍ପିକର ଫୋନ ଲାଗିଲା ମନ୍ତ୍ରୀ ସବୁ କଥା କହିଲେ ଗୁରୁଜୀ ଆସିଥିଲେ ମିଟିଂ ହେଲା ସବୁ ହେଲା ଏମିତି ଆଳୁ ହେଲା କାଲି ଆଳୁ ଆଜି ଆଳୁ ଆସିଥିବ ଆଜି ଆଳୁ ଆସିଥିବ ପଶ୍ଚିମବଙ୍ଗରୁ ଆଜି କେତେ ଟ୍ରକ୍ ଆଳୁ ଆସୁଛି ସେଇଟା ମୁଁ କହିପାରିବି ସେଟା ହଜାର ହଜାର ଟ୍ରକ୍ ଆସିବ ତ ଆଳୁ ତ ବନ୍ଦ ହେଇଥିଲା ନା ସବୁ ଆଳୁ ଟ୍ରେନରେ ଆସିବ ଆପଣଙ୍କର ଲରିରେ ଆସିବ ଏସବୁ ଆସିବ ଆଜ୍ଞା ଆଜି ଆସିବ। କଣ ଆପଣ ଭାବୁଛନ୍ତି କି ପୁରା ସମସ୍ୟାର ସମାଧାନ ହେଇଗଲା ଆଉ ଆଳୁରେ କିଛି ସମସ୍ୟା ରହିବନି ପଶ୍ଚିମବଙ୍ଗ ଆଉ ସମସ୍ୟା ରହିବନି ସମାଧାନ ହେଲା କିନ୍ତୁ ଏଇଟା ହେଲା ଗୋଟେ ଟେମ୍ପୋରାରୀ ସମାଧାନ ବୁଝିପାରିଲେ। ମୋ କହିବା ଉଦ୍ଦେଶ୍ୟଟା ଆମର ଓଡିଶା ସରକାର କିଛି କୋଲ୍ଡ ଷ୍ଟୋର କରନ୍ତୁ। କୋଲ୍ଡ ଷ୍ଟୋର କଲେ ଆଉ ଏତେ ଆମକୁ ଆଉ କାହା ପାଖେ ହାତ ପକେଇବାକୁ କି ଇଏ କରିବାକୁ ପଡିବନି। କୋଲ୍ଡ ଷ୍ଟୋର ନିହାତି ଦରକାର। ୱେଷ୍ଟବେଙ୍ଗଲରେ ହଜାର ହଜାର କୋଲ୍ଡ ଷ୍ଟୋର ଲକ୍ଷ କୋଲ୍ଡ ଷ୍ଟୋର ଅଛି। କୋଲ୍ଡ ଷ୍ଟୋରରେ ଆଳୁଟା ଯେତେବେଳେ ଉତ୍ପନ୍ନ ହବ ଆଳୁ କୋଲ୍ଡ ଷ୍ଟୋରରେ ରହିବ ରହିଲେ ସୁବିଧା ଆମକୁ ସୁବିଧା ହବ। ଆଉ ତାପରେ ସେକେଣ୍ଡରେ କଣ ହଉଛି ନା ୱେଷ୍ଟବେଙ୍ଗଲ ଆଳୁଟାକୁ ଆମର ଚାହିଦା ସେ ଚନ୍ଦ୍ରମୁଖୀ ଆଳୁ ବହୁତ ଭଲ ଆଳୁ ଗଙ୍ଗା ମାଟିରେ ସେ ବହୁତ ଭଲ ଆଳୁ ହୁଏ। ସେ ଆଳୁଟା ଆମ ସମସ୍ତଙ୍କ ଚାହିଦା ସେଇଟା ବହୁତ ଟେଷ୍ଟଫୁଲ ଆଳୁ। ସେ ଆଳୁଟା ଆପଣଙ୍କର ଅଧ କିଲୋ ଆଣିଲେ ବି ଆପଣ ପରିବାରରେ ବହୁତ ଖୁସିରେ ଖାଇ ଦେଇ ପାରି ବହୁତ ଭଲ ଆଳୁ। ସେଥିଯୋଗୁଁ ସେ ଆଳୁ ଛାଡିଲେ ବହୁତ ଆନନ୍ଦ ଭଲ ଲାଗିଲା ଖୁସି ଲାଗିଲା। ଲକ୍ଷାଧିକ ବଙ୍ଗାଳୀ ଲୋକ ଡେଲି ଶ୍ରୀ ଜଗନ୍ନାଥ ଦର୍ଶନ କରିବାକୁ ଆସୁଛନ୍ତି। ଆମର ବଙ୍ଗାଳୀ ସାଙ୍ଗେ ସୁସମ୍ପର୍କ ଦିଦି ବି ଆମକୁ ଭଲ ପାଆନ୍ତି ବହୁତ ଭଲ ପାଆନ୍ତି ଓଡିଶା ଲୋକଙ୍କୁ ଓଡିଆ ଲୋକଙ୍କୁ। ସେଠି ଗୋଟେ ଖୁସି ଖବର ହେଇଗଲା ଭଲ ହେଲା। ଆଉ କୌଣସି ମୁଁ ଆସି ପହଞ୍ଚିଲି ଏବଂ ମନ୍ତ୍ରୀ ଫୋନ କଲେ ମନ୍ତ୍ରୀ ସାଙ୍ଗେ ଆପଣ ମାନଙ୍କର ଯେତେ ମିଡିଆ ଆସିଲେ ସମସ୍ତେ କଥା ହେଲେ ଭଲ ଲାଗିଲା ବହୁତ ଭଲ ଲାଗିଲା। ଇଏ ଜଗନ ବାବୁ ମମତା ବାନାର୍ଜୀ କଣ ଭାରତୀୟ ଜନତା ପାର୍ଟିର ସରକାର ଏଠି ଚାଲିଛି ବୋଲି ଟିକେ ଆମ ସରକାରଙ୍କ କଥା ଶୁଣିବାକୁ ଚାହୁଁନଥିଲେ କି ଓଡିଶା ସରକାରଙ୍କ କଥା? ନାଇଁ ସତରେ ମୁଁ ଯାହା ଦେଖିଲି ତାଙ୍କ ଚାଷୀ ମାନେ ଆଳୁ ସେଠି ବହୁତ ରେଟ୍ କରିଦେଲେ ବଙ୍ଗଳାରେ। ଏଇ ସରକାର ସେମାନେ ଘଟଣା କଣ କି ତାଙ୍କର ମୁଖ୍ୟତଃ ବେଶୀ ଆଳୁ ଆସେ ଓଡିଶାକୁ ନା। ଯଦି ଗଭର୍ଣ୍ଣମେଣ୍ଟ ତାଙ୍କ ଗଭର୍ଣ୍ଣମେଣ୍ଟ ବନ୍ଦ କରିଦେବ ଗଭର୍ଣ୍ଣମେଣ୍ଟ ବଦନାମ ହେଇଯିବ ତାପରେ ତାଙ୍କର ଚାଷୀ ମାନଙ୍କର ବହୁତ କ୍ଷତି ହବ। ଜିନିଷ ନଷ୍ଟ ହେଇଯିବ ପୋଚା ହେଇଯିବ ଗନ୍ଧ ହବ। ଆଳୁ ରହିଗଲେ ପୋଚା ହେଲେ ଗନ୍ଧ ହବ ରହିବନି। କୋଲେଷ୍ଟ୍ରୋଲ ଯେତିକି ରହିଲା ତା ମ୍ୟାକ୍ସିମମ୍ କୋଲେଷ୍ଟ୍ରୋଲ ରହିଲା ତାପରେ ଆଉ ସବୁ ବାହାରେ ରହିଲା। ସେତିକି ଗୋଟେ ଭଲ ସୁସମ୍ପର୍କ ଭିତରେ ଆଳୁ ପଳେଇ ଆସିଲା ଭଲ ହେଲା। ଆମେ କାହିଁ ରାଜନୀତି ଦଳକୁ ଯିବା ଦରକାର ନାହିଁ ଆମର କିଛି। ଇଏ ଜଗନ ବାବୁ ଆପଣଙ୍କର ଆଲୋଚନା ଆଉ ସବୁ କୋଉ ପ୍ରସଙ୍ଗରେ କଲେ? ଆଉ ଯାହା ସବୁ ହେଲା ସେ ସବୁ ବ୍ୟକ୍ତିଗତ ଆଲୋଚନା ଆଜ୍ଞା।
ସେ ତ ଆପଣ ଜାଣନ୍ତି ଆଗରୁ ମନୋରଞ୍ଜନ ବାବୁ ତାଙ୍କ ସାଙ୍ଗେ ମୋର ବ୍ୟକ୍ତିଗତ ଭଲ ସମ୍ପର୍କ, ବହୁତ ଶ୍ରଦ୍ଧା ଭକ୍ତି କରନ୍ତି, ଭାବ କରନ୍ତି ଭଗବାନ ଇଚ୍ଛାରେ। ଇଏ ଅନ୍ୟ କଥା, ସେସବୁ କଥା ବାହାରେ ପ୍ରକାଶ ନାହିଁ। ମୁଁ ତ ରାଜନୀତି କରିନି, ମୁଁ ତାଙ୍କର ସବୁବେଳେ ମଙ୍ଗଳ କାମନା ଚାହେ। ଅନ୍ୟ ଅନ୍ୟ ଟିକେ କଥା ସେସବୁ ସାମାନ୍ୟ କଥାବାର୍ତ୍ତା। ବହୁତ ସମସ୍ୟାରେ ଅଛନ୍ତି ଜଗନ୍ନାଥ ବାବୁ। ଯେତେବେଳେ ଏ ଡାକ୍ତରଙ୍କର ମୃତ୍ୟୁ ହେଇଛି, ଗଣ ଡାକ୍ତରଙ୍କର ଦୁଷ୍କର୍ମ ପରେ ମୃତ୍ୟୁ ହେଇଛି, ଆଉ ସାରା ୱେଷ୍ଟବେଙ୍ଗଲ ଆଉ ସାରା ଭାରତ ବର୍ଷ ଏହାକୁ ନେଇକରି ପ୍ରତିବାଦ କରୁଛି। ତ ବହୁତ ଟେନସନରେ ବହୁତ ଅସୁବିଧା ଅଛନ୍ତି, ସତ କଥା। ଏହା କଣ ମିଛ କଥା ନୁହେଁ, ସତ କଥା। କିନ୍ତୁ ଶୀଘ୍ର ଭଗବାନ କୋଉଠୁ ସମାଧାନ ହେଇଯାଉ, ନହେଲେ ଅସୁବିଧା ହେଇଯିବ, ସବୁ ନଷ୍ଟ ହେଇଯିବ। ଆମେ ଯେତିକି ଦରକାର। କିନ୍ତୁ ମୁଁ ଯାଇଥିଲି ମୁଖ୍ୟ ଆଳୁ କାମରେ, ଆଳୁଟା ଆସିଗଲା, ମନ ଖୁସି ଆସିଗଲା। ହଁ, ନିଶ୍ଚିତ ଭାବରେ। ବହୁତ ଧନ୍ୟବାଦ ଜଗନ୍ନାଥ।